ମୋ ନାଁ ଲିପି। ମୁଁ ଦେଖିବାକୁ ବହୁତ ସୁନ୍ଦର। ମୋ ଦୁଧର ସାଇଜ ହେଲା 36 ଏବଂ ଗାଣ୍ଡିର ସାଇଜ 32। ମୁଁ ପୁରା ବେଧି ପ୍ରକୃତିର ଝିଅ। ମୁଁ ମୋର ବିୟାର ଗଲୁ ମାରିବା ପାଇଁ ମୋ ଭାଇ ସହିତ କେମିତି ଗେହି ହେଲି କହିବି ଚାଲନ୍ତୁ। ଗୋଟିଏ ଦିନର କଥା। ମୋ ବାପା ଆଉ ମା କୌଣସି କାରଣ ବଶତଃ ମାମୁଁ ଘରକୁ ଯାଇଥିଲେ। ଆମେ ଭାଇ ଭଉଣୀ ଦୁହେଁ ଘରେ ଥିଲୁ। ସେଦିନ ହୋଟେଲରୁ ଭାତ ତୁଣ ଆଣି ଜଲ୍ଦି ଖାଇଦେଲୁ ଆଉ ଶୋଇବା ପାଇଁ ଗଲୁ। ମୁଁ କହିଲି ଭାଇ ତୁ କଣ ଏବେ ଶୋଇପଡ଼ିବୁ କି? ସେଇଠୁ ଭାଇ କହିଲା କଣ ହେଲା କି? ମୁଁ କହିଲି ଭାଇ ଚାଲ ଆମେ ଦୁହେଁ ମିଶି ଗୋଟେ ଫିଲ୍ମ ଦେଖିବା। ତାପରେ ଭାଇ କହିଲା ହଉ ଠିକ ଅଛି ଲଗା ଫିଲ୍ମ ଦେଖିବା। ତାପରେ ମୁଁ ଗୋଟେ ଫିଲ୍ମ ଲଗେଇଲି। ଆମେ ଦୁହେଁ ମିଶି ଫିଲ୍ମ ଦେଖିଲୁ। କିଛି ସମୟ ଦେଖୁ ଦେଖୁ ସେମିତି ଗୋଟିଏ ସିନ୍ ଆସିଲା ଯେଉଁଥିରେ ଝିଅ ପୁଅ ଦୁଇଟା ଲଙ୍ଗଳା ହେଲେ ଆଉ ପୁଅଟି ଝିଅର ଦୁଧକୁ ଚିପିଲା। ତାପରେ ସେମାନେ ଗିହାଗେହି ହେଲେ। ସେଥିରେ ବାଣ୍ଡବ୍ୟ ତ ଦେଖାଗଲାନି କିନ୍ତୁ ଦୁଇଟା ଯାକ ଦୁଧ ପୁରା ଦେଖା ଯାଉଥିଲା ଆଉ ସେ ଟୋକାଟା ଝିଅର ଦୁଧକୁ ଜୋର ଜୋର ଦୁଧ ଚିପୁଥିଲା। ଝିଅଟି ବହୁତ ମଜା ନେଉଥିଲା। କିଛି ସମୟ ଦେଖିବା ପରେ ମୋ ଦେହ ପୁରା ଗରମ ହୋଇଗଲା। ମୋ ପିଆ ପୁରା ଫୁଲି ଉଠିଲା। ମୋର ବି କେହିବା ପାଇଁ ବହୁତ ଇଚ୍ଛା ହେଲା। ଏତିକି ବେଳେ ମୋ ସାନ ଭାଇ ମତେ ଅନେଇଲା। ମୁଁ ବି ତାକୁ ଦେଖିଲି। କିଛି ସମୟ ପରେ ମୁଁ ଯାଇ ମୋ ଭାଇକୁ କୁଣ୍ଢେଇ ଧରିଲି ଆଉ ତା ମୁହଁ ସାରା ଚୁମା ଦେଇ ଦେଇ ଚାଟି ଚାଲିଲି। ଭାଇ କିନ୍ତୁ ମତେ ମନା କରୁଥାଏ। ମୁଁ ମାନିଲି ନାହିଁ। ତାକୁ ସେମିତି ଚୁମା ଦେଇ ଚାଲିଲି। ତାପରେ ମୁଁ ଭାଇକୁ ଚୁମା ଦେଇ ଦେଇ ପ୍ୟାଣ୍ଟ ଭିତରେ ହାତ ପୁରେଇ ତା ବାଣ୍ଡକୁ ଚିପି ଚାଲିଲି। ତାପରେ ମୁଁ ତାକୁ ଖଟରେ ଶୁଆଇ ଦେଲି ଆଉ ତା ଓଠକୁ ମୋ ଓଠ ମିଶେଇ ଚୁମା ଦେବାକୁ ଲାଗିଲି ଆଉ ତା ବାଣ୍ଡକୁ ଆଉ ସୁଥାଏ। ତାପରେ ମୁଁ ଭାଇକୁ ପୁରା ଲଙ୍ଗଳା କରିଦେଲି ଆଉ ଚୁମା ଦେଇ ଦେଇ ତା ବାଣ୍ଡକୁ ହଲେଇବାକୁ ଲାଗିଲି। ସେ କିନ୍ତୁ ମୋ ଦୁଧକୁ ଧୀରେ ଧୀରେ ଚିପୁଥିଲା। ତାପରେ ମୁଁ ମୋ ଦେହରୁ ସବୁ କପଡା ଖୋଲି ପୁରା ଲଙ୍ଗଳା ହୋଇଗଲି। ଏଥର ଆମେ ଦୁହେଁ ପୁରା ଲଙ୍ଗଳା ହୋଇଗଲୁ। ସେ ମୋ ଦୁଧ ଆଉ ବିୟାକୁ ସେମିତି ଚାହିଁ ରହିଲା। ମୋର ବଡ ବଡ ଦୁଧକୁ ବିୟାରେ ମେଞ୍ଚାଏ ବାଳ ଥିଲା। ତାପରେ ମୁଁ ଭାଇର ହାତକୁ ଆଣି ମୋ ବିୟା ଉପରେ ରଖିଦେଲି। ମୋ ବିୟା ସେତେବେଳକୁ ପୁରା ଗରମରେ ଥିଲା। ତାପରେ ମୁଁ ତାକୁ ବିୟାରେ ଆଙ୍ଗୁଠି ପୁରେଇବାକୁ କହିଲି। ସେଇଠୁ ସେ ବିୟାରେ ଆଙ୍ଗୁଠି ପୁରେଇ କିଛି ସମୟ ଭିତର ବାହାର କରି କେହି ଚାଲିଲା ଆଉ ମୁଁ ତାର ବାଣ୍ଡକୁ ଧରି ମୁଠି ମାରି ଚାଲିଲି। ତାପରେ ଆମେ ଦୁହେଁ ଛଅନକୁ ଆସିଲୁ। ମୁଁ ତା ବାଣ୍ଡକୁ ପାଟିରେ ପୁରେଇ ଚୁଚୁମି ଚାଲିଲି ଆଉ ସେ ମୋ ବିୟାକୁ ଚୁମା ଦେଇ ଦେଇ ଜିଭରେ କେହି ଚାଲିଲା। ମତେ ଭାରି ମଜା ଲାଗୁଥିଲା। ମୁଁ ତା ବାଣ୍ଡକୁ ପାଟିରେ ପୁରେଇ ମଜା ନେଉଥିଲି। ତାପରେ ମୁଁ ମୋ ଗୋଡକୁ ପୁରା ମେଲେଇ ଦେଲି ଆଉ ଭାଇକୁ ଗେହିବା ପାଇଁ କହିଲି। ତାପରେ ସେ ବାଣ୍ଡକୁ ଧରି ମୋ ବିୟା କଣାରେ ପୁରେଇ ଦେଲା। ବାଣ୍ଡ ଯେମିତି ଭିତରକୁ ପଶୁଥିଲା ମୁଁ ମୋ ଦୁଧକୁ ଚିପି ଚିପି ଓହା ଓହା ହୋଇ ଜୋରରେ ନିଶ୍ୱାସ ଛାଡୁଥିଲି। ତାପରେ ସେ ମୋ ଅଣ୍ଟାକୁ ଧରି ଜୋରରେ ଗୋଟେ ଧକ୍କା ମାରିଲା। ମୁଁ ମରିଗଲି ମରିଗଲି ବୋଲି ଚିଲେଇ ଉଠିଲି। ତାପରେ ମୁଁ ତାକୁ ଜୋରରେ ଜାବୁଡି ଧରି ଚୁମା ଦେବାକୁ ଲାଗିଲି। ମୁଁ ବହୁତ କାଟୁଛି କହିବାରୁ ସେ ଟିକେ ଗେହି ବିୟାରେ ବାଣ୍ଡକୁ ପୁରେଇ ମୋ ଦୁଧକୁ ଚିପି ଚାଲିଲା। ତାପରେ ସେ ପୁଣି ମତେ ଜୋର ଜୋର ଧକ୍କା ମାରି କେହି ଚାଲିଲି। ମୁଁ ସେମିତି ଚିଲେଇ ହେଉଥାଏ କିନ୍ତୁ ସେ ମୋ କଥାକୁ ଶୁଣି ନଥିଲା। ଜୋର ଜୋର କରି କେହି ଚାଲୁଥିଲା। କିଛି ସମୟ ପରେ ମୋ ବିୟାରୁ ଗରମ ରସ ବାହାରି ପଡିଲା। ସେ କିନ୍ତୁ ସେମିତି କେହି ଚାଲୁଥିଲା। ଖାଲି କଚ କଚ ଶବ୍ଦ ବାହାରୁଥିଲା। ଗେହିବା ସମୟରେ ପଚ ପଚ ହୋଇ ପାଣି ବାହାରି ପଡୁଥିଲା। ମୁଁ ଖାଲି ମୋ ବିୟା ଉପରକୁ ସୁଆଳି ଚାଲୁଥାଏ। ମୁଁ ଆଖି ବନ୍ଦ କରି ଗିହା ଗେହିର ମଜା ନେଉଥିଲି। ଯେତିକି କାଟୁଥାଏ ସେତିକି ମଜା ମଧ୍ୟ ଲାଗୁଥାଏ। ମୁଁ ତାକୁ ଆହୁରି ଜୋର ଜୋର ଗେହି ମୋ ବିୟା ଫଟେଇ ଦେ ବୋଲି ଉତ୍ତେଜିତ କରୁଥିଲି। ସେ ମୋ କଥାରେ ଉତ୍ତେଜିତ ହୋଇ ଗେହିବାର ବେଗ ବଢେଇଲା। ମତେ ବହୁତ କଷ୍ଟ ହେଉଥିଲା। କିଛି ସମୟ ଗେଇବା ପରେ ତାର ବୀର୍ଯ୍ୟ ବାହାରି ପଡିଲା। ସେ ବୀର୍ଯ୍ୟକୁ ବିୟାରେ ଛାଡି ଦେଇ ମୋ ଉପରେ ଶୋଇ ପଡିଲା। କିଛି ସମୟ ସେ ମୋ ବିୟାରେ ବାଣ୍ଡକୁ ପୁରେଇ ଶୋଇ ପଡିଲା। କିଛି ସମୟ ପରେ ଆମେ ଦୁହେଁ ପୁଣି ଉଠିଲୁ। ତାପରେ ମୁଁ କୁକୁର ଭଳିଆ ରହିଲି। ସେ ମତେ ପଛପଟୁ ଗାଣ୍ଡିରେ ବାଣ୍ଡକୁ ପୁରେଇ କୁକୁର ଗିହଣରେ ଗେହିବାକୁ ଲାଗିଲା। ମୋ ଦୁଧକୁ ଚିପି ଚିପି ପଛପଟୁ ଜୋର ଜୋରରେ ଧକ୍କା ମାରି ଗେହି ଚାଲିଲା। ତାପରେ ମୋ ଗାଣ୍ଡି ବହୁତ ପେନ୍ ହେଲା। ମୁଁ ତାକୁ କହିଲି ଭାଇ ଆଜି ହେତିକି ଗିହା ଗେହି ହେବା। ମୋ ବିୟା ଆଉ ଗାଣ୍ଡି ବହୁତ ଦରଜ ହେଲାଣି। ତାପରେ ଆମେ ଦୁହେଁ ସେତିକି ଗିହା ଗେହି ହୋଇ ଶୋଇ ପଡିଲୁ।